ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସମାଧାନ ବୈଠକ ଅନୁଷ୍ଠିତ। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତର ଏକ ସମ୍ବେଦନଶୀଳ ପଞ୍ଚାୟତ। ଏହି ପଞ୍ଚାୟତର ପୂର୍ବରୁ ଯେଉଁ ସରପଞ୍ଚ ନିର୍ବାଚିତ ହୋଇ ସରପଞ୍ଚ ପଦବୀ ପାଇଥିଲେ, ସୁକିନ୍ଦାଗଡ଼ ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି ବୋଲି ଗ୍ରାମବାସୀ ଆଜି ବୈଠକରେ ଅଭିଯୋଗ କରିଛନ୍ତି। ନୂତନ ଭାବେ ଦାୟିତ୍ୱ ନେଇଥିବା ସରପଞ୍ଚ ସ୍ୱାଧୀନ ଦାସ ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତର ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିପାରିବେ ବୋଲି ସୁକିନ୍ଦାଗଡ଼ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି। ସୁକିନ୍ଦାଗଡ଼ ଗ୍ରାମବାସୀ ସୁକିନ୍ଦାଗଡ଼ ପଞ୍ଚାୟତର ଉନ୍ନତି ପାଇଁ ଗ୍ରାମବାସୀମାନେ ରବିବାର ଛୁଟି ଦିନ ସତ୍ତ୍ୱେ ସରପଞ୍ଚ ସ୍ୱାଧୀନ ଦାସଙ୍କୁ ନିଜ ସମସ୍ୟା ଜଣାଇବା ପାଇଁ ବାଧ୍ୟ କରି ପଞ୍ଚାୟତ ଅଫିସକୁ ଡାକି ସୁକିନ୍ଦାଗଡ଼ର ସମସ୍ୟା ଜଣାଇବା ସହିତ ସମାଧାନ ବାଟ ବାହାର କରିଥିଲେ। ପଞ୍ଚାୟତର ସମସ୍ୟା କହିବାକୁ ଗଲେ, ପ୍ରଥମତଃ ସୁକିନ୍ଦାଗଡ଼ର ବଡ଼ଦାଣ୍ଡରେ ହଜାର ହଜାର ଗାଈ ଶୋଇ ରହିଥିବାରୁ ଜାତୀୟ ରାଜପଥର ସମସ୍ୟା ହେଉଛି ଏବଂ ପ୍ରତ୍ୟେକ ଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ତା ସହ ଗାଈମାନେ ଚାଷ ଜମିରେ ପଶି ଧାନ ଖାଇ ନଷ୍ଟ କରୁଛନ୍ତି। ତା ସହିତ ସୁକିନ୍ଦାଗଡ଼ର ସମସ୍ତ ସାହି ଗଳି କନ୍ଦିରେ ଯେଉଁଭଳି ରାସ୍ତା ଉପରେ ପାଣି ଛାଡ଼ୁଛନ୍ତି, ବିଭିନ୍ନ ସମସ୍ୟା ହେଉଛି। ତାର ସମାଧାନ ପାଇଁ କେମିତି ପ୍ରତ୍ୟେକ ସାହିରେ ଡ୍ରେନେଜ ବ୍ୟବସ୍ଥା ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ୟା ବ୍ୟତୀତ ବିଭିନ୍ନ ସାହିରେ ଲାଇଟ୍ ଏବଂ ସୋଲାର ଚାଳିତ ପାଣି ଟାଙ୍କି ଲିକ୍ ହୋଇଥିବା ସମସ୍ୟାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତାପରେ ପ୍ରତ୍ୟେକ ସାହିରେ ଲାଗିଥିବା ପାଣି ଟ୍ୟାପ୍ ଯେଉଁଭଳି ଭାବେ ଅଚଳ ହୋଇ ପଡ଼ି ରହିଛି, ସେସବୁକୁ କିଭଳି ସମାଧାନ ହେବ ତାହା ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ସବୁ ସମସ୍ୟାକୁ ଶୁଣି ସୁକିନ୍ଦାଗଡ଼ର ସରପଞ୍ଚ ସ୍ୱାଧୀନ ଦାସ ସୁକିନ୍ଦା ବିଡିଓଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। ସୁକିନ୍ଦାଗଡ଼ରେ ଯେଉଁ ବଡ଼ ଦାଣ୍ଡରେ ସାହି ଗଳିରେ ଯେଉଁ ସବୁ ଗାଈମାନେ ସବୁ ରହୁଛନ୍ତି, ଗାଡ଼ି ମଟର ଯିବା ଆସିବା କରିବା, ଲୋକ ବାପା ଯିବା ଆସିବା କରିବା ଯେଉଁ ସମସ୍ୟା ଥିଲା, ସେଥିପାଇଁ ଆଜି ସବୁ ମୁରବୀମାନଙ୍କୁ ଡାକିକି ଗୋଟେ ତାର ସ୍ଥାୟୀ ସମାଧାନ କେମିତି କରାଯିବ, ବିଡ଼ିଓଙ୍କୁ ଗୋଟେ ଲିଖିତ ଆକାରରେ ଆମେ ଗୋଟେ ଦେବୁ। ଆଉ ଯେଉଁ ସାହି ଗଳି କନ୍ଦିରେ ଯେଉଁ ପାଣି ସବୁ ଛାଡ଼ୁଛନ୍ତି, ରାସ୍ତାରେ ଚାଲିପାରୁନାହାନ୍ତି, ସେଥିପାଇଁ ଆଜି ସବୁ ବୁଦ୍ଧିଜୀବୀ ସୁକିନ୍ଦାର ମୁରବୀମାନଙ୍କୁ ଡାକିକି ଗୋଟେ ପଞ୍ଚାୟତ ବିଷୟରେ ଗୋଟେ ବୈଠକ ହେଲା। ତାକୁ କେମିତି କ'ଣ ଆଗାମୀ ଦିନରେ ସ୍ଥାୟୀ ସମାଧାନ କରାଯିବ ତା ଉପରେ ଗୋଟେ ବ୍ୟବସ୍ଥା କରାଯିବ, ବିଡ଼ିଓକୁ ଲିଖିତ ଆକାରରେ ଦିଆଯିବ। ଭାବୁଛୁ 10-15 ଦିନ ଭିତରେ ଆମ ସମସ୍ୟାଟା ବିଡ଼ିଓଙ୍କୁ ନେଇ ଜଣେଇବୁ। ମାସେ ଭିତରେ ଯେମିତି ସମାଧାନ ହେଇଯିବ ତା ଦିଗରେ ଆମେ ପଦକ୍ଷେପ ନେବୁ। ଏଇ ସବୁ ପାଣି ହେଉଛି, ଯେଉଁ ଏବେ ଯେଉଁ ପାଣି ଛାଡ଼ିଛି ତାର ଗାତ କରିଛି ଛାଡ଼ୁନି, ସେଇ କଥା ସରପଞ୍ଚକୁ କହିଲୁ, ସମସ୍ୟା କଥା କହିଲୁ, ତାକୁ ଡାକି ଆଣିଥିଲୁ। ରବିବାର ଆଜି କହିଲୁ। ଆଉ ନ ଖୋଲିଲେ କ'ଣ ହେଲା, ଆମେ ତ ଜବରଦସ୍ତ ଡାକି ଆଣିଲୁ ସମସ୍ତେ। ଆଉ ନ ଡାକି ଆଣିଲେ ଅସୁବିଧା, ଆମର ସମସ୍ୟା ହେଉଛି, ଗ୍ରାମବାସୀଙ୍କର ସମସ୍ୟା ହେଉଛି। କାଞ୍ଜିଆଟା ନାହିଁ, ଗାଈ ସବୁଆଡ଼େ ଯାଉଛନ୍ତି, ବଜାର ଯାଇ ହେଉନି। ତାକୁ ସେଇ କଥା କହିଲୁ, ଗାଈ ତମେ ଇଏ କର, କାଞ୍ଜିଆଟା କର। ସୁକିନ୍ଦାରେ ଆମର ନୂଆ ସରପଞ୍ଚ ଜିତିଛନ୍ତି 2022 ମସିହା। ତାପରେ ସେ ଆମେ ଖବର ପାଇଲୁ ଯେ ଅନେକ ଡେଭଲପମେଣ୍ଟ କାମ କରିଛନ୍ତି। ଆମେ ଜଣେ ବରିଷ୍ଠ ନାଗରିକ ହିସାବରେ এটা ଆମର ଅନୁଭୂତି, ବିଭିନ୍ନ ପଞ୍ଚାୟତରେ ତାଙ୍କର ପଡ଼ା ଗାଁରେ ସେ ଅନେକ ଡେଭଲପମେଣ୍ଟ କାମ କରିଛନ୍ତି। ୟା ପୂର୍ବରୁ ଯେଉଁ ସରପଞ୍ଚ ଥିଲେ ସେ କାମ ଜିରୋ କିଛି କରିନାହାନ୍ତି। ସୁକିନ୍ଦାକୁ ଅପାନିତ କରିକି ଗୋଟେ ନିହାତି ନର୍କକୁଣ୍ଡରେ ପରିଣତ କରିଛନ୍ତି। ସବୁ ସାହି ବୁଲିବେ, ଆପଣ ମଶା ଡାଁସ ଲୋକ ମରିସାରିଲେଣି, ମାନେ ପୁରା ସାହି ରାସ୍ତାରେ ପାଣି 24 ଘଣ୍ଟା ଚାଲୁଛି। ଆଜି ଆମେ ବସିଲେ, ଆମେ ପୁରା ଅତିଷ୍ଠ ହେଇଗଲୁ। ଗୋଟେ ଏଠି ଆମର ରଜ ସାହି ଯିବାକୁ ଗୋଟେ ରାସ୍ତା, ଏଠି ମାଛ ଚାଷ ହବ। ଆପଣ ସେ ରାସ୍ତା ଫଟୋ ଏଠି ସାମ୍ବାଦିକ ବନ୍ଧୁମାନଙ୍କୁ ଅନୁରୋଧ ସେଟା ଦେଖି ଆସିବେ। ଆଉ ତାପରେ ଗାଈ ଗୋରୁ ରାସ୍ତାଘାଟ ବୁଲିକିରି ମାନେ ଆକ୍ସିଡେଣ୍ଟ ହେବାର ସମ୍ଭାବନା ବହୁତ ଅଛି, ଲୋକମାନେ ହଇରାଣ ହେଉଛନ୍ତି। ଏ ସମସ୍ୟାରୁ ସାଧାରଣ ଲୋକ ରକ୍ଷା କରିବା ପାଇଁ ଯେହେତୁ ୱାର୍କିଂ ଡେରେ କେହି ଲୋକ ରହିପାରିବେନି, ତ ଆଜି ଛୁଟି ଦିନ ଆମେ ସ୍ଥିର କଲୁ। ସରପଞ୍ଚ ଆମେ ବାଧ୍ୟ କରି କରିଥିଲୁ, ଆଜି ଡାକନ୍ତୁ ବସି। ସରପଞ୍ଚ ଆମ କଥା ରକ୍ଷା କରି ଆଜି ଡାକିଲେ, ଆମେ ଆଜି ବସିକି ଆମ ଦାବି ଦେଲୁ। ଆଜ୍ଞା, ସରପଞ୍ଚକୁ ଆମେ ଡାକିଲୁ, ବାଧ୍ୟ କଲୁ। ସରପଞ୍ଚ ମନା କଲେ ଛୁଟି ଦିନ ୱାର୍କିଂ ଡେ ନୁହଁ, ଆଜି ବସି ହେବନି। ଆମେ ବାଧ୍ୟ କଲୁ, ଆଜି ନ ବସିଲେ ଆମେ ଆସି ଧାରଣାରେ ବସିବୁ। ସେମିତି ହେଲେ ଏ ସରପଞ୍ଚ ଅତ୍ୟନ୍ତ ଦରଦୀ ଏବଂ ଜନସାଧାରଣ ସେ ଭଲ ପାଆନ୍ତି, ଗାଁର ଡେଭଲପମେଣ୍ଟ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଆମେ ସେଇଥିପାଇଁ ତାକୁ ମାନେ ସମର୍ଥନ କରୁଛୁ ଏବଂ ଆମ କଥା ରକ୍ଷା କରିଥାଉ। ସରପଞ୍ଚକୁ ଅଶେଷ ଧନ୍ୟବାଦ। ପଞ୍ଚାୟତ ମୁଁ ଆଜ୍ଞା ସରପଞ୍ଚକୁ ଆଗରୁ ଜଣେଇଥିଲି, ଆମର ସେଠି ପାତ୍ର ସାହି ବହୁତ ଅସୁବିଧା କରୁଛନ୍ତି, ସାହି ଭିତରକୁ ପାଣି ଛାଡୁଛନ୍ତି, ଡ୍ରେନ୍ ପୁରା ଜାମ୍ କରୁଛନ୍ତି, ଅଳିଆ ଦୁନିଆ ହେଇଛି। ମୁଁ ସରପଞ୍ଚକୁ ଆଗରୁ ଜଣେଇଥିଲି, ସରପଞ୍ଚ କହିଲେ ଆଉ ଆସିକି ମୋତେ ଦେଖା କରିବ। ମୁଁ କହିଲି ଆଜ୍ଞା ମୁଁ ଦେଖା କରିପାରିବିନି, ମୁଁ କାମିକିଆ ଲୋକ। ଆଜି ରବିବାର ଯେହେତୁ ସଣ୍ଡେ ପୁରା ଛୁଟି ଦିନ, ମୋର ଲେବରଙ୍କୁ ପେମେଣ୍ଟ କରିକି ମୁଁ ଉପରଓଳି ଆସିକି ତାଙ୍କୁ ଦେଖା କଲି। ହଁ, ବହୁତ ଲୋକ ଆଜ୍ଞା ଆସିଥିଲେ ତାଙ୍କ ସମସ୍ୟା ନେଇକି, ସିଏ ତାଙ୍କ ମତାମତ ଆଜ୍ଞା ଦେବେ। ମୋର ଅସୁବିଧା ଆଜ୍ଞା ଏଇଆ, ମୁଁ ମୋର ମିସ୍ତ୍ରୀ ଲୋକ,
ମୁଁ ଛୁଟି ପାଉନଥିଲି, ପାଗ ବି ଦେଇଥିଲା, କାମ ହଉଥିଲା, ସେ ଯୋଗୁଁ ଆସିଥିଲି ସମସ୍ୟା ଜଣାଇବା ପାଇଁ। ପାତ୍ର ସାହି ବାଲା ବହୁତ ହଇରାଣ କରୁଛନ୍ତି। ସେ କହିଲେ ଦେଖିବା ଗୋଟେ ସପ୍ତାହ ନହେଲେ 15 ଦିନ ଭିତରେ ଯାହାହେଲେ ସୁବିଧା ଆମେ କରିବୁ।